ବିଜୁ ଜନତା ଦଳ ବର୍ତ୍ତମାନ ଅନୁଭବ କରୁ ଯେ ମନ ଇଚ୍ଛା ରାଜ୍ୟସଭା ଟିକେଟ ବାଣ୍ଟିଲା ବେଲେ ଯେଉଁ କୁଲୁ କୁଲୁ କୁତୁ କୁତୁ ଲାଗୁଥିଲା ବିଜେଡ଼ି ନେତାମାନଙ୍କୁ ବର୍ତ୍ତମାନ ଯେଉଁ କହନ୍ତିନି କୁତୁ କୁତୁ ଭାଙ୍ଗି ଯାଇଛି। କାହିଁକି ମମତା ମହନ୍ତ ଦଳ ପାଇଁ ସେମିତି କିଛି କରିନଥିଲେ ରାଜ୍ୟସଭାକୁ ଯାଇଥାନ୍ତେ। ପଏଣ୍ଟ ଏ ସୁଜିତ କୁମାର ବି ସେମିତି ଟାଣୁଆ ନେତା ନୁହନ୍ତି ସିଏ ରାଜ୍ୟସଭାକୁ ଯୋଗ୍ୟ। ଯଦି ରାଜ୍ୟସଭାକୁ ତାଙ୍କ ପ୍ରକୃତ ଦଳରେ ଯିଏ ଖଟୁଛନ୍ତି ଦଳ ପାଇଁ ଲଢ଼ୁଛନ୍ତି ସେମାନଙ୍କୁ ଯଦି ସେ ଟିକେଟ ଦେଇଥାନ୍ତେ ଆଜି ଏଭଳି ଦଶା ଦେଖିବାକୁ ମିଳିନଥାନ୍ତା। ଯେଉଁମାନଙ୍କର ସେହି ଅନୁସାରେ ଯୋଗ୍ୟତା ନାହିଁ ଧରାଧରି କରି ତେଲ ମାଲିସ କରି ଯେଉଁମାନେ ରାଜ୍ୟସଭା ଟିକେଟ ହାତେଇ ନେଇଛନ୍ତି କିମ୍ବା ତେମେ ବଡ଼ ନେତାଙ୍କୁ ସୁଯୋଗ ନ ଦେବା ପାଇଁ ତୁମ ନିଜ ଚିହ୍ନା ପରିଚୟକୁ ଯାହା କରିଥିଲେ ଏହା ଗୋଟେ ଝଟକା। ମୁଁ ସେତେବେଳେ ବି କହୁଥିଲି ବବି ଦାସ ହୁଅନ୍ତୁ ପାଣ୍ଡିଆନ ହୁଅନ୍ତୁ ଏମାନେ ମମତା ମହନ୍ତକୁ ପ୍ରାର୍ଥୀ କରିଥିଲେ। ଏମାନେ ପାଣ୍ଡିଆନଙ୍କର ଖାସ୍ ଲୋକ ଥିଲେ ସୁଜିତ କୁମାର। ସେ ଦଳର ସୋସିଆଲ ମିଡ଼ିଆ ଦାୟିତ୍ୱ ମଧ୍ୟ ବୁଝୁଥିଲେ। ତେଣୁ କାହାକୁ ଦୋଷ ଦେବା। ଯେଉଁ ଆମର ଗୋଟେ ସାଇରୀ ଅଛି अपनों ने हमको लूटा है गौरव में कहाँ दम था मेरी कश्ती वहीं डूबी जहाँ पानी कम था। ये बर्तमान विजु जनता दल अवस्था हो।